ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ପ୍ରଥମେ ମୁଁ ଆପଣମାନଙ୍କୁ ଆନ୍ତରିକତାର ସହ ପ୍ରଣାମ ଜଣାଉଛି। ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଏକ ନୂଆ କାହାଣୀ। ଯେଉଁ କାହାଣୀଟିର ନାଁ ହେଉଛି ଅଭାଗିନୀ ମା। ଏହି କାହାଣୀଟି ସମ୍ପୂର୍ଣ୍ଣ ଏକ ସତ ଘଟଣା ଉପରେ ଆଧାରିତ। ଚାଲନ୍ତୁ ଆଉ ବିଳମ୍ବ ନ କରି କାହାଣୀଟିକୁ ଆରମ୍ଭ କରିବା। ମା ଖାଲି ଏକ ଶବ୍ଦ ନୁହେଁ, ମା ହେଉଛି ଆକାଶ ପରି ପରିବ୍ୟାପ୍ତ, ସାଗର ପରି ଗଭୀର, ମାଟି ପରି ଉଦାର ଏବଂ ସର୍ବୋପରି କହିବାକୁ ଗଲେ ଧରଣୀ ପରି ସହନଶୀଳ। ମା ଶବ୍ଦ କାହୁଁ କାହୁଁ ଅତୀତର ଇତିହାସ, ବର୍ତ୍ତମାନର ସାହିତ୍ୟ ଏବଂ ଭବିଷ୍ୟତର ସୁନେଲି ସ୍ୱପ୍ନର ବିଜ୍ଞାନ। ମା'ର ଆଶୀର୍ବାଦ ଟିକେ ପାଇବା ପରେ ସାରା ସଂସାରର ଦୁଃଖ କଷ୍ଟ ମେଣ୍ଟିଯାଏ ଗୋଟେ କ୍ଷଣରେ। କିନ୍ତୁ ଆଜି ଏମିତି ଗୋଟେ ଅଭାଗିନୀ ମା'ର ଦୁଃଖ କଥା କହିବି, ଯାହା ସହ୍ୟ କରିବା ପ୍ରକୃତ ମଣିଷପଣିଆ ବ୍ୟକ୍ତି ପାଖରେ ଅସମ୍ଭବ। ଏ ସଂସାରରେ ଏମିତି କିଛି ମୂର୍ଖ ପୁତ୍ରମାନେ ଅଛନ୍ତି ଯେ କି ମା'ର ମମତାର ଋଣକୁ କିଛି ଘୃଣ୍ୟ କାର୍ଯ୍ୟ ଦ୍ୱାରା ଶୁଝିବାକୁ ଚେଷ୍ଟା କରନ୍ତି। କିନ୍ତୁ ସେମାନେ ଜାଣି ନଥାନ୍ତି ଯେ ଶେଷକୁ ସେମାନେ ନର୍କକୁ ଯିବା ପୂର୍ବରୁ ବହୁ ଦୁଃଖ, ଯନ୍ତ୍ରଣା, ରୋଗ, ବୈରାଗର ଶିକାର ହୁଅନ୍ତି। ଏଇ ବଞ୍ଚିଥିବା ଅବସ୍ଥାରେ ଏମିତି ଏକ ଘଟଣା ଘଟିଛି ଆମ ନିକଟବର୍ତ୍ତୀ ଗାଁରେ। ବାବୁ ଭିକ ଗଣ୍ଡେ ଦିଅନ୍ତେନି, ଭଗବାନ ଆପଣଙ୍କର ମଙ୍ଗଳ କରିବେ। ଏମିତି ଆପଣଙ୍କର ପିଲାଛୁଆଙ୍କୁ ଭଲରେ ରଖିବେ। ଏମିତି କିଛି କହି ବୁଲୁଛନ୍ତି ଜଣେ ବୃଦ୍ଧା ବୟସ୍କ ମା, ଯାହାଙ୍କର ବୟସ ପାଖାପାଖି 90 ବର୍ଷ ହେବ। ଆଖିକୁ ଭଲ ଭାବରେ ଦେଖାଯାଉନି, କାନକୁ ଭଲ ଭାବରେ ଶୁଣାଯାଉ ନାହିଁ, ପେଟରେ ପେଟେ ଭୋକ, ଆଖିରେ ଆଖିଏ ଲୁହ। ତାଙ୍କର ଭୁଲ ଖାଲି ଏତିକି ହୋଇଗଲା ଯେ ସେ 5ଟା ପୁଅ ଜନ୍ମ କରିଥିଲେ। ଗୋଟେ ପୁଅ ହୋଇଥିଲେ ବୋଧେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାର ଭାଗ ଛିଣ୍ଡା ଯାଇ ନଥାନ୍ତା, କିନ୍ତୁ 5 ପୁଅ ଯୋଗୁଁ ଭାଗଟା ଛିଣ୍ଡିଲା ନାହିଁ। ସେଥିପାଇଁ 5 ପୁଅଙ୍କର ମା ଆଜି ଗାଁ ଛକ ମୁଣ୍ଡରେ ବସି ଭିକ ମାଗୁଛନ୍ତି। ଗାଁ ଲୋକମାନେ ବୃଦ୍ଧା ମା'ର ଏପରି ପରିସ୍ଥିତିକୁ ଦେଖି ସହିପାରିଲେ ନାହିଁ। ସମସ୍ତଙ୍କ ମନ ଦୁଃଖ ହେଲା। ସଙ୍ଗେ ସଙ୍ଗେ ବଡ଼ ପୁଅକୁ ଫୋନ୍ କରି ଖବର ଦେଲେ, ଶୀଘ୍ର ଆସି ତୋ ମା'କୁ ନେଇଯା। ହେଲେ ବଡ଼ ପୁଅର ଉତ୍ତର ଥିଲା, ଗତ ମାସରେ ମୋ ପାଳି ଥିଲା, ମୁଁ ମା'କୁ ଚଳେଇଥିଲି, ଏ ମାସରେ ମୋ ପାଳି ନାହିଁ। ଫୋନ୍ଟି କାଟି ଦେଇଥିଲା ବଡ଼ ପୁଅ। ଗାଁର ଭଦ୍ରବ୍ୟକ୍ତିମାନେ ଏଥର ଦ୍ୱିତୀୟ ନମ୍ବର ପୁଅକୁ ଫୋନ୍ ଲଗାଇ ତାର ମା'କୁ ନେଇଯିବାକୁ କହିଲେ। ଦ୍ୱିତୀୟ ନମ୍ବର ପୁଅର ଉତ୍ତର ଥିଲା, ଏ ମାସରେ ମୋର ପାଳି ଥିଲା ଯେ, କିନ୍ତୁ ମା ତାର ଭତ୍ତା ଟଙ୍କା ମୋତେ ନ ଦେଇ 3 ନମ୍ବର ପୁଅକୁ ଦେଇଦେଲା। ତେଣୁ ମୁଁ ମା'କୁ କହିଲି, ଏ ମାସଟା ତୁ ଯୁଆଡ଼େ ଟଙ୍କା ଦେଇଛୁ ସିଆଡ଼େ ଖାଇଦେ। ଫୋନ୍ କଲ୍ଟି କାଟିଦେଲା ଦ୍ୱିତୀୟ ନମ୍ବର ପୁଅ। 3 ନମ୍ବର ପୁଅକୁ ଗାଁ ଲୋକମାନେ ଫୋନ୍ କରି ତାର ମା'କୁ ନେଇଯିବା ପାଇଁ କହିଲେ। କିନ୍ତୁ ସେ ପୁଅର ଉତ୍ତର ଥିଲା, ଏ ମାସରେ ମୋ ପାଳି ନଥିଲା, ମୋ ଦେହ ଖରାପ ଥିଲା, ମା ମୋତେ ମେଡିସିନ ଖାଇବା ପାଇଁ ଟଙ୍କା ଦେଇଥିଲା, ମୁଁ ଆସନ୍ତା ମାସରେ ମା'କୁ ଚଳାଇ ଦେବି। ଫୋନ୍ କଲ୍ଟି କାଟିଦେଲା 3 ନମ୍ବର ପୁଅ। ଗାଁର ଲୋକମାନେ 4 ନମ୍ବର ପୁଅକୁ ଫୋନ୍ କରି କହିଲେ, ଆସିକି ତାର ମା'କୁ ନେଇଯିବାକୁ। କିନ୍ତୁ ପୁଅର ଉତ୍ତର ଥିଲା, ଏ ମାସରେ ମୋ ପୁଅ ଝିଅଙ୍କ ପାଠପଢ଼ାରେ ବହୁତ ଟଙ୍କା ଖର୍ଚ୍ଚ ହୋଇଯାଇଛି, ତେଣୁ ମା'କୁ ଏ ମାସରେ ଚଳାଇବାକୁ ମୋ ପାଖରେ ଟଙ୍କା ନାହିଁ। ଫୋନ୍ କଲ୍ଟି କାଟିଦେଲା 4 ନମ୍ବର ପୁଅ। ଗାଁ ଲୋକମାନେ 5 ନମ୍ବର ପୁଅକୁ ଫୋନ୍ କରି କହିଲେ, ଆସିକି ତାର ମା'କୁ ନେଇଯିବାକୁ। କିନ୍ତୁ ପୁଅର ଉତ୍ତର ଥିଲା, ଏ ମାସରେ ମୋର ବେପାରରେ ମୁଁ ବଡ଼ କ୍ଷତି ସହିଛି, ତେଣୁ ମା'କୁ ଏ ମାସରେ ଚଳାଇବାକୁ ମୋର ସକ୍ଷମ ନାହିଁ। ଫୋନ୍ କଲ୍ଟି କାଟିଦେଲା 5 ନମ୍ବର ପୁଅ। ଗାଁର ଭଦ୍ରବ୍ୟକ୍ତିମାନେ ସେ 5 ପୁଅଙ୍କ ଉପରେ ରାଗିଗଲେ। ଗାଁ ସରପଞ୍ଚକୁ ଖବର ଦେଲେ। ଗାଁର ସରପଞ୍ଚ ଆସି ଗାଁରେ ଏକ ବୈଠକ କଲେ, କିନ୍ତୁ କିଛି ବାଟ ବାହାରି ପାରିଲା ନାହିଁ। ସମସ୍ତ ପୁତ୍ରମାନଙ୍କର ଚଳାଇବାକୁ ନିଜର ଅକ୍ଷମ ପ୍ରକାଶ କଲେ। ଗାଁ ସରପଞ୍ଚଙ୍କ ସହାୟତାରେ ସେ ଗାଁରେ ଥିବା ଏକ ଆଶ୍ରୟସ୍ଥଳୀରେ ବୃଦ୍ଧା ମା ଜଣକୁ ରଖାଗଲା। ସେଠାରେ ତାଙ୍କର ଖାଦ୍ୟ, ବସ୍ତ୍ର ଇତ୍ୟାଦି ବ୍ୟବସ୍ଥା କରାଗଲା। ନିଜର ଲୋକ କେହି ପାଖରେ ନଥିବାରୁ ବୃଦ୍ଧା ମା ଜଣକ ଚିନ୍ତାରେ ଚିନ୍ତାରେ ଦେହ ଖରାପ ହେଲା। ଧୀରେ ଧୀରେ ଜୀବନର ଶେଷ ଅବସ୍ଥାକୁ ଆସିବାକୁ ଲାଗିଲେ। 5 ପୁଅକୁ ଆସିବାକୁ ଖବର ଦେଲେ, କିନ୍ତୁ କେହି ମା'କୁ ଦେଖା କରିବାକୁ ଗଲେ ନାହିଁ। ଶେଷରେ ବୃଦ୍ଧା ମା ଜଣକ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କଲେ। ଶବ ସଂସ୍କାର ପାଇଁ ସରକାରଙ୍କଠାରୁ 3000 ଟଙ୍କା ଯୋଗାଇ ଦିଆଯାଉଥିଲା। ଏବେ 5 ପୁଅ ସେ ଟଙ୍କା ନେବା ପାଇଁ ଗାଁ ସରପଞ୍ଚଙ୍କ ପାଖକୁ ଗଲେ।
ଗାଁର ସରପଞ୍ଚ ପାଞ୍ଚ ପୁଅକୁ କହିଲେ, ତୁମେମାନେ କେହି ଜଣେ ତୁମ ମାଆର ବୃଦ୍ଧା ଅବସ୍ଥାରେ ଯତ୍ନ ନେଲ ନାହିଁ। ତୁମମାନଙ୍କୁ ଝୁରି ଝୁରି ତାଙ୍କର ମୃତ୍ୟୁ ହେଲା। ଏବେ ସରକାରଙ୍କଠାରୁ ଶବ ସଂସ୍କାର ବାବଦରେ 3,000 ଟଙ୍କା ପାଇବା ପାଇଁ ସମସ୍ତେ ଦୌଡ଼ି ଆସିଛ। ବେଲଜ୍ୟା ପୁଅ ତୁମେମାନେ। ଭଗବାନ ତୁମମାନଙ୍କୁ କେବେ ବି କ୍ଷମା ଦେବେନି। ମୋର କାମ ମୁଁ କରିବି। ସେଇ 3,000 ଟଙ୍କାକୁ ସମାନ ଭାବେ ବାଣ୍ଟି ଦେବି ସମସ୍ତିଙ୍କ ଭାଗରେ। ସବୁ ପୁଅମାନେ 600 ଟଙ୍କା ଲେଖାଏଁ ଭାଗ ନେଲେ। ମାଆଙ୍କର ଶବକୁ ନେଇ ସଂସ୍କାର କଲେ। ମାଆଙ୍କର 10, 11, 12 ଦିନ କର୍ମରେ ଭୋଜି କରି ଗାଁ ଲୋକଙ୍କୁ ଖାଇବାକୁ ଡାକିଲେ। ଗାଁର ଭଦ୍ର ବ୍ୟକ୍ତିମାନେ ସେଇ ପାଞ୍ଚ ପୁଅଙ୍କ ଉପରେ ଏତେ ଜୋରରେ ରାଗି ଯାଇଥିଲେ ଯେ ସେମାନେ ଭୋଜି ଖାଇବାକୁ ଗଲେ ନାହିଁ। 1 ବର୍ଷ ପରେ ଏବେ ସେଇ ପାଞ୍ଚ ପୁଅଙ୍କ ଅବସ୍ଥା ଆଉ କ'ଣ କହିବି ବନ୍ଧୁମାନେ, ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। 1 ନମ୍ବର ପୁଅ ଏବେ ପାରାଲିସିସ୍ ରୋଗରେ ବେଡ୍ରେ ପଡ଼ିଛି, ଛଟପଟ ହେଉଛି। 2 ନମ୍ବର ପୁଅ ଏବେ ଅନ୍ଧ ହୋଇ ତାର ଜୀବନକୁ ଧିକ୍କାର କରୁଛି। 3 ନମ୍ବର ପୁଅ ଏବେ ବୃବକ କର୍କଟ ରୋଗରେ ପଡ଼ି ତାର ମୃତ୍ୟୁକୁ ଅପେକ୍ଷା କରିଛି। 4 ନମ୍ବର ପୁଅ ଏବେ ଦୁର୍ଘଟଣାରେ 2ଟି ଗୋଡ଼ ହରାଇ ବସିଛି ଏବଂ 5 ନମ୍ବର ପୁଅ ଏବେ ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ଜର୍ଜରିତ ହେଉଛି। ଗାଁର ଭଦ୍ର ବ୍ୟକ୍ତିମାନେ ଏବେ ଖାଲି ସେଇ ପାଞ୍ଚ ପୁଅଙ୍କର କଲା କର୍ମର ଫଳକୁ ନେଇ ଚର୍ଚ୍ଚା କରୁଛନ୍ତି। ଭଗବାନ ଯାହା କରନ୍ତି ଠିକ୍ କରନ୍ତି ବୋଲି ଏବେ ସମସ୍ତେ କଥାବାର୍ତ୍ତା ହେଉଛନ୍ତି। ବନ୍ଧୁଗଣ, ମୋର ଆପଣଙ୍କୁ ଏହି ସତ୍ୟ କଥାଟା କହିବାର କାରଣ ହେଲା, ବାପା ଆମକୁ ଛୋଟବେଳେ ଯେମିତି ଲାଳନ ପାଳନ କରୁଥିଲେ, ଆମେ ବି ଦାୟିତ୍ୱ ରହୁଛି ସେମାନଙ୍କର ବୃଦ୍ଧ ବେଳେ ସେମିତି ଲାଳନ ପାଳନ କରିବା ପାଇଁ। ଏହି ସାଧାରଣ କଥାରୁ ଆମେ ଯଦି ବିଚ୍ୟୁତ ହେଲେ ଆମେ କ'ଣ ମଣିଷରେ ଗଣା କି? ଆଶା କରୁଛି ଆମେ ସମସ୍ତେ ଆମ ବାପା ମାଆଙ୍କର ସେବା ଯତ୍ନ କରିବା, ତାଙ୍କର ହସ ହସ ମୁହଁ ଦେଖି ଏ ଜୀବନ କଟେଇ ଦେବା। ଆମ ଜୀବନ୍ତ ଭଗବାନଙ୍କୁ ଆମେ ସର୍ବଦା ଖୁସିରେ ରଖିବା। ବନ୍ଧୁଗଣ, ଆପଣମାନଙ୍କୁ ମୋ ଭିଡ଼ିଓଟି କିପରି ଲାଗିଲା ଆପଣମାନେ କମେଣ୍ଟରେ କହିବେ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିବ ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରିବେ। ଯଦି ଆପଣମାନଙ୍କୁ ମୋ କଥା କିଛି ଖରାପ ଲାଗିଥିବ ତେବେ ସାନ ଭଉଣୀ ଭାବି କ୍ଷମା କରିଦେବେ। ଆପଣମାନେ ତ ଭିଡ଼ିଓ ଦେଖୁଛନ୍ତି ହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି। ଆପଣମାନେ ଏହିପରି କଲେ ମୁଁ ଆପଣମାନଙ୍କ ପାଇଁ ନୂଆ ପରି ଭିଡ଼ିଓ କିପରି ଆଣିବି? ଆପଣମାନଙ୍କୁ ଦୟାକରି କହୁଛି, ଆପଣମାନଙ୍କୁ ସବିନୟ ଅନୁରୋଧ କରୁଛି, ଆପଣମାନେ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।